ନମସ୍କାର ଶ୍ରୋତା ବନ୍ଧୁ, ସ୍ୱାଗତ କରୁଛି ଆଧ୍ୟାତ୍ମିକ ଚ୍ୟାନେଲ ଡିଭାଇନ୍ ୱାର୍ଲ୍ଡକୁ। ଆଜି ମୁଁ ଆପଣଙ୍କ ପାଇଁ ଏମିତି ଏକ ଅଦ୍ଭୁତ କଥା, ଏକ ଜୀବନର ଗଭୀର ରହସ୍ୟ ଦେଇ ଆସିଛି, ଯାହା ହୁଏତ ଆପଣଙ୍କ ଚିନ୍ତାଧାରାକୁ ମଧ୍ୟ ବଦଳାଇ ଦେବ। ଅନେକ ଲୋକ ନିଜ ଜୀବନରେ ଦୁଃଖ, ଅସଫଳତା, ଆର୍ଥିକ ସମସ୍ୟା କିମ୍ବା ପାରିବାରିକ କଷ୍ଟ ଆସିଲେ କୁହନ୍ତି, ମୋ କୁଣ୍ଡଳୀ ଖରାପ, ମୋ ଭାଗ୍ୟ ଖରାପ। କିନ୍ତୁ ବନ୍ଧୁଗଣ, ଆଜିର ଏହି କଥାରେ ଆମେ ଜାଣିବା କୁଣ୍ଡଳୀ କି ସତରେ ଆମର ସମଗ୍ର ଜୀବନ ନିଷ୍ପତ୍ତି କରେ। ଯଦି ଜୀବନରେ ଗ୍ରହର ପ୍ରଭାବ ଅନୁକୂଳ ନଥାଏ, ତେବେ କ'ଣ ଆମେ ସାରା ଜୀବନ ନିରାଶ ହୋଇ ରହିବା? ଶାସ୍ତ୍ରୀୟ ଓ ଆଧ୍ୟାତ୍ମିକ ପରମ୍ପରାରେ ଏକ ସୁନ୍ଦର କଥା କୁହାଯାଇଛି। ମଣିଷର ସତ୍କର୍ମ, ଭକ୍ତି, ପ୍ରାର୍ଥନା ଏବଂ ମନର ପରିବର୍ତ୍ତନ ତାଙ୍କ ଜୀବନକୁ ନୂଆ ଦିଗ ଦେଇପାରେ। ଆଉ ଆଜି ଆମେ ଜାଣିବା ସେହି ଗୋଟିଏ ସରଳ କିନ୍ତୁ ଶକ୍ତିଶାଳୀ ଉପାୟ ବିଷୟରେ। ଭଗବାନଙ୍କ ନାମ ସ୍ମରଣ, ନିୟମିତ ସତ୍କର୍ମ। ଏକ ଛୋଟ ଗାଁରେ ବହୁତ ଦିନ ତଳେ ରାଘବ ନାମକ ଜଣେ ଯୁବକ ରହୁଥିଲେ। ତାଙ୍କ ଜୀବନରେ ଗୋଟିଏ ପରେ ଗୋଟିଏ ସମସ୍ୟା ଦେଖିବା ପରେ ଜ୍ୟୋତିଷ କହିଲେ, ତୁମର ସମୟ ଭଲ ନାହିଁ, ଜୀବନରେ ବହୁତ ବାଧା ଆସିବ। ଏହି କଥା ଶୁଣିବା ପରେ ରାଘବ ଆହୁରି ନିରାଶ ହୋଇଗଲା। ସେ ଭାବିଲେ, ତାହେଲେ ମୋର କିଛି ହେବ ନାହିଁ, ମୋ ଭାଗ୍ୟ ହିଁ ଖରାପ। ଧୀରେ ଧୀରେ ସେ କାମ କରିବା ମଧ୍ୟ କମାଇ ଦେଲେ। ପ୍ରୟାସ କରିବା ପୂର୍ବରୁ ହିଁ କହୁଥିଲେ, ମୋ କୁଣ୍ଡଳୀରେ ନାହିଁ, ମୋ ଭାଗ୍ୟରେ ନାହିଁ। କିନ୍ତୁ ଗୋଟିଏ ଦିନ ତାଙ୍କ ଜୀବନରେ ଏକ ଅଦ୍ଭୁତ ପରିବର୍ତ୍ତନ ଆସିଲା। ଗାଁ ବାହାରେ ଏକ ଛୋଟ ଆଶ୍ରମ ଥିଲା। ସେଠାରେ ଜଣେ ବୃଦ୍ଧ ସନ୍ଥ ରହୁଥିଲେ। ରାଘବ ଦିନେ ତାଙ୍କ ପାଖକୁ ଯାଇ ନିଜ ଦୁଃଖ କହିଲେ। ସନ୍ଥ ତାହା ଶାନ୍ତ ଭାବରେ ସବୁ କଥା ଶୁଣିଲେ। ତାପରେ ହସି କହିଲେ, ପୁଅ, କୁଣ୍ଡଳୀ ଯାହା କହୁ, ତୁମ ମନ ତୁମକୁ କ'ଣ କହୁଛି? ରାଘବ କହିଲେ, ମୋ ମନ ଏବେ ହାରି ଯାଇଛି। ସନ୍ଥ କହିଲେ, ତାହେଲେ ସମସ୍ୟା କେବଳ ଗ୍ରହର ନୁହେଁ, ସମସ୍ୟା ହେଉଛି ତୁମ ନିଜ ଶକ୍ତିକୁ ଭୁଲି ଯାଉଛ। ଏହା କହି ସନ୍ଥ ତାଙ୍କୁ ଏକ ସରଳ ନିୟମ ଦେଲେ। ପ୍ରତିଦିନ ଉଠି ସ୍ନାନ ସାରି କିଛି ସମୟ ଶାନ୍ତ ମନରେ ବସି ନିଜ ଇଷ୍ଟ ଦେବଙ୍କୁ ସ୍ମରଣ କରିବା। ସମ୍ଭବ ହେଲେ ଭଗବାନ ନାମ ଜପ କରିବା ଏବଂ ସେହି ଦିନଟିରେ କାହାରି କ୍ଷତି ନ କରି ସତ୍ୟ ସତ୍କର୍ମର ପଥରେ ଚାଲିବା। ସନ୍ଥ କହିଲେ, ଭକ୍ତି କେବଳ ଭାଗ୍ୟ ବଦଳାଇବା ପାଇଁ ନୁହେଁ, ଭକ୍ତି ପ୍ରଥମେ ମଣିଷର ମନକୁ ବଦଳାଇ ଦେଇଥାଏ। ଆଉ ମନ ବଦଳିଲେ ଜୀବନକୁ ଦେଖିବାର ଦୃଷ୍ଟି ମଧ୍ୟ ବଦଳି ଯାଇଥାଏ। ବନ୍ଧୁଗଣ, ଏହି ଉପାୟ ହେଉଛି ନିୟମିତ ଭାବରେ ଈଶ୍ୱରଙ୍କ ନାମ ସ୍ମରଣ ଏବଂ ସତ୍କର୍ମ କରିବା। ଆପଣ ରାମ କୁହନ୍ତୁ, କୃଷ୍ଣ କୁହନ୍ତୁ, ଜଗନ୍ନାଥ କୁହନ୍ତୁ, ଶିବ କୁହନ୍ତୁ କିମ୍ବା ନିଜ ହୃଦୟରେ ଯେଉଁ ରୂପରେ ଭଗବାନଙ୍କୁ ଅନୁଭବ କରନ୍ତି, ସେହି ନାମକୁ ଶ୍ରଦ୍ଧା ସହ ସ୍ମରଣ କରନ୍ତୁ। କିନ୍ତୁ ମନେ ରଖନ୍ତୁ, ନାମ ଜପ କେବଳ କୌଣସି ଚମତ୍କାରର ଅପେକ୍ଷାରେ କରିବା ନୁହେଁ, ଏହା ଆମ ଭିତରେ ଶାନ୍ତି, ଧୈର୍ଯ୍ୟ, ସାହସ ଜଗାଇବାର ଆଧ୍ୟାତ୍ମିକ ଅଭ୍ୟାସ। ଯେତେବେଳେ ମଣିଷ ଭୟରେ ରହେ, ସେ ଠିକ୍ ନିଷ୍ପତ୍ତି ନେଇପାରେ ନାହିଁ। କିନ୍ତୁ ମନ ଶାନ୍ତ ହେଲେ ସେ ନିଜର ସମସ୍ୟାକୁ ସ୍ପଷ୍ଟ ଭାବରେ ଦେଖିପାରେ। ସେଥିପାଇଁ ନାମ ସ୍ମରଣ କରିବା ସହିତ ଆମକୁ ନିଜର କର୍ମ ମଧ୍ୟ ସୁଧାରିବାକୁ ପଡ଼ିବ। ରାଘବ ମଧ୍ୟ ପ୍ରଥମ ଦିନରୁ କୌଣସି ଚମତ୍କାର ଦେଖିଲେ ନାହିଁ, କିନ୍ତୁ ଧୀରେ ଧୀରେ ତାଙ୍କ ଭିତରେ ପରିବର୍ତ୍ତନ ଆସିବାକୁ ଲାଗିଲା। ଆଗରୁ ସେ ପ୍ରତ୍ୟେକ ସମସ୍ୟାକୁ ଭାଗ୍ୟର ଦୋଷ ଦେଉଥିଲେ। ଏବେ ସେ ଭାବିବାକୁ ଲାଗିଲେ, ଏହି ସମସ୍ୟାକୁ ମୁଁ କିପରି ସମାଧାନ କରିବି? ଆଗରୁ ସେ କାମରେ ଅସଫଳ ହେଲେ ହାର ମାନି ଯାଉଥିଲେ, ଏବେ ଆଉ ଥରେ ଚେଷ୍ଟା କରିବାକୁ କହୁଥିଲେ। ସକାଳ କିଛି ସମୟ ପ୍ରାର୍ଥନା ତାକୁ ଶାନ୍ତି ଦେଉଥିଲା। ନିୟମିତ କାମ କରିବା ପାଇଁ ତାଙ୍କ ଆତ୍ମବିଶ୍ୱାସ ବଢ଼ାଇ ଦେଲା। କିଛି ମାସ ପରେ ତାଙ୍କ ଜୀବନର ପରିସ୍ଥିତି ମଧ୍ୟ ଧୀରେ ଧୀରେ ସୁଧୁରିବାକୁ ଲାଗିଲା। କିନ୍ତୁ ସବୁଠାରୁ ବଡ଼ ପରିବର୍ତ୍ତନ ହୋଇଥିଲା ତାଙ୍କ ମନରେ। ସେ ଆଉ କହୁନଥିଲେ, ମୋ ଭାଗ୍ୟ ଖରାପ। ସେ କହୁଥିଲେ, ମୁଁ ନିଜ କର୍ମ କରିବି, ଫଳ ଭଗବାନଙ୍କ ହାତରେ। ବନ୍ଧୁଗଣ, ଆମେ ଅନେକ ସମୟରେ ଭଗବାନଙ୍କ ପାଖକୁ କେବଳ ସମସ୍ୟା ଆସିଲେ ଯାଉ, କିନ୍ତୁ ସତ୍ୟ ଭକ୍ତିର ଅର୍ଥ ହେଉଛି କେବଳ ମାଗିବା ନୁହେଁ। ସତ୍ୟ ଭକ୍ତି ହେଉଛି ଦୁଃଖରେ ଧୈର୍ଯ୍ୟ ଧରିବା, ସୁଖରେ ଅହଙ୍କାର ନ କରିବା, ଅନ୍ୟର ଅନିଷ୍ଟ ନ ଚାହିଁବା, ନିଜ କର୍ତ୍ତବ୍ୟ ସତ୍ୟତାର ସହ କରିବା।
କୁଣ୍ଡଳୀ ଆମକୁ କୌଣସି ସମୟର ପ୍ରଭାବ ବିଷୟରେ ଭାବିବାକୁ ପ୍ରେରଣା ଦେଇପାରେ, କିନ୍ତୁ ତାହାକୁ ଦେଖି ଭୟରେ ଜୀବନ ବିତାଇବା ଉଚିତ ନୁହେଁ। ଆମର ପ୍ରତିଦିନ ଅଭ୍ୟାସ, ଆମର ପରିଶ୍ରମ, ଆମର ଚିନ୍ତାଧାରା, ଆମର ବ୍ୟବହାର ମଧ୍ୟ ଆମ ଭବିଷ୍ୟତକୁ ଗଢ଼ିଥାଏ। ସକାଳେ ଉଠି ମନରେ କୃତଜ୍ଞତା ଆଣନ୍ତୁ, କୁହନ୍ତୁ, ହେ ପ୍ରଭୁ, ଆଜିର ଦିନ ପାଇଁ ଧନ୍ୟବାଦ, ମୋତେ ସତ୍ୟର ପଥରେ ଚାଲିବାର ଶକ୍ତି ଦିଅ। ତାପରେ କିଛି ମିନିଟ୍ ଶାନ୍ତ ଭାବେ ନିଜ ଇଷ୍ଟଦେବଙ୍କ ନାମ ସ୍ମରଣ କରନ୍ତୁ, ଯେପରି ଓಂ ନମ ଶିବାୟ, ଜୟ ଜଗନ୍ନାଥ, ଶ୍ରୀରାମ, ଜୟ ରାମ, ଜୟ ରାମ। ତାପରେ ନିଜ ଦିନର କାମ ନିଷ୍ଠାର ସହ କରନ୍ତୁ। କାହାକୁ କଷ୍ଟ ନ ଦେବାକୁ ଚେଷ୍ଟା କରନ୍ତୁ। ସମ୍ଭବ ହେଲେ କାହାକୁ ସାହାଯ୍ୟ କରନ୍ତୁ, କାରଣ ଜୀବନର ସବୁଠାରୁ ବଡ଼ ପୂଜା କେବଳ ମନ୍ଦିରରେ ଦୀପ ଜଳାଇବା ନୁହେଁ, ମଣିଷ ହୃଦୟରେ ଦୟାର ଦୀପ ଜଳାଇବା ମଧ୍ୟ ଏକ ବଡ଼ ପୂଜା। ଯଦି ଆପଣଙ୍କ ଜୀବନରେ ବର୍ତ୍ତମାନ ଖରାପ ସମୟ ଚାଲିଛି, ତେବେ ନିରାଶ ହୁଅନ୍ତୁ ନାହିଁ। ଖରାପ ସମୟ ସବୁବେଳେ ଏକ ଶିକ୍ଷା ମଧ୍ୟ ଦେଇଥାଏ। ହୁଏତ ଏହି ସମୟ ଆପଣଙ୍କୁ ଅଧିକ ଶକ୍ତିଶାଳୀ କରୁଛି, ହୁଏତ ଏହି ସମୟ ଆପଣଙ୍କୁ ନୂଆ କିଛି ଶିଖାଉଛି। ନିଜ କୁଣ୍ଡଳୀକୁ ନେଇ ଭୟଭୀତ ହେବା ପରିବର୍ତ୍ତେ ନିଜ ଜୀବନକୁ ଭଲ କରିବାର ଚେଷ୍ଟା କରନ୍ତୁ। ନିଜ ମନକୁ ଭଲ ରଖନ୍ତୁ, ନିଜ ଶରୀରର ଯତ୍ନ ନିଅନ୍ତୁ, ନିଜ ପରିବାରକୁ ସମୟ ଦିଅନ୍ତୁ, ପରିଶ୍ରମ କରନ୍ତୁ ଏବଂ ଭଗବାନଙ୍କ ଉପରେ ଭରସା ରଖନ୍ତୁ, କାରଣ ଭରସା ଆପଣଙ୍କ କଷ୍ଟର ସମୟରେ ମଧ୍ୟ ଆଗକୁ ବଢ଼ିବାର ଶକ୍ତି ଦେଇଥାଏ। ବନ୍ଧୁଗଣ, ଆଜିର ଏହି କଥାର ସବୁଠାରୁ ବଡ଼ ଶିକ୍ଷା ହେଉଛି, କୁଣ୍ଡଳୀ କୌଣସି ଭବିଷ୍ୟତବାଣୀକୁ ଦେଖି ନିଜ ଜୀବନର ଆଶା ଛାଡ଼ନ୍ତୁ ନାହିଁ। ଆପଣଙ୍କ ହାତରେ ଅଛି ଆଜିର କର୍ମ, ଆପଣଙ୍କ ହାତରେ ଅଛି ନିଜ ଅଭ୍ୟାସକୁ ବଦଳାଇବା, ଆପଣଙ୍କ ହାତରେ ଅଛି ଭଲ ଚିନ୍ତା, ଭଲ କାମକୁ ବାଛିବା। ଆଉ ଯେତେବେଳେ ମଣିଷ ନିଜର କର୍ମକୁ ସତ୍ୟ, ଭକ୍ତିର ସହ ଯୋଡ଼ିଥାଏ, ସେତେବେଳେ ତାଙ୍କ ଭିତରେ ଏମିତି ଏକ ଶକ୍ତିର ଜନ୍ମ ନିଏ, ଯାହା ତାଙ୍କୁ କଠିନ ସମୟ ସହ ଲଢ଼ିବାକୁ ସାହସ ଦିଏ। ତେଣୁ ଆଜିଠାରୁ ଗୋଟେ ସଂକଳ୍ପ ନିଅନ୍ତୁ, ମୁଁ ଭୟରେ ନୁହେଁ, ଭରସାରେ ବଞ୍ଚିବି। ନିରାଶାରେ ନୁହେଁ, ପରିଶ୍ରମରେ ଆଗକୁ ବଢ଼ିବି। ମୁଁ ପ୍ରତିଦିନ ଭଗବାନଙ୍କୁ ସ୍ମରଣ କରିବି ଏବଂ ସତ୍କର୍ମ କରିବାକୁ ଚେଷ୍ଟା କରିବି। ଜୟ ଜଗନ୍ନାଥ, ଜୟ ଶ୍ରୀରାମ। ଯଦି ଏହି କଥାଟି ଆପଣଙ୍କ ହୃଦୟକୁ ଛୁଇଁଛି, ତେବେ ଏହି ଭିଡ଼ିଓକୁ ନିଜ ପରିବାର ବନ୍ଧୁମାନଙ୍କ ସହ ସେୟାର କରନ୍ତୁ। ଆଉ କମେଣ୍ଟରେ ନିଶ୍ଚୟ ଲେଖନ୍ତୁ ଜୟ ଜଗନ୍ନାଥ। ଧନ୍ୟବାଦ।